मुल्लीଙ୍କ ମା ଘର ଲୋକ ସମସ୍ତଙ୍କୁ କହୁଛନ୍ତି ଏବେ କ୍ରିଷ୍ଣା ଆଉ ରାଧା ଦୁହେଁ ଦୁହିଁଙ୍କୁ ମୁଦି ପିନ୍ଧେଇବେ। ସେଇ ଟାଇମ୍ରେ ରାଧା ଆଉ କ୍ରିଷ୍ଣା ଦୁଇଜଣ ମୁଦି ପିନ୍ଧା ପିନ୍ଧି ହେଉଛନ୍ତି। ସେଇ ଟାଇମ୍ରେ ମୁରଲି କ୍ରିଷ୍ଣାଙ୍କୁ ଷ୍ଟେଜ୍କୁ ଡାକୁଛନ୍ତି। ଆଉ ସେଇ ଟାଇମ୍ରେ ମୁରଲି ଆଉ କ୍ରିଷ୍ଣା ଦୁଇଜଣ ଡ୍ୟାନ୍ସ କରୁଛନ୍ତି। ସେଇ ଟାଇମ୍ରେ ମୁରଲିଙ୍କ ପାଦ ଉପରେ କ୍ରିଷ୍ଣା ଚଢ଼ି ଯାଉଛନ୍ତି। ସେଇ ଟାଇମ୍ରେ ମୁରଲି କ୍ରିଷ୍ଣାଙ୍କୁ ରାଗିକି କହୁଛନ୍ତି କ'ଣ କରୁଛ ତମେ? ତମକୁ କ'ଣ ଡ୍ୟାନ୍ସ କରି ଆସେନି? ମୋ ଗୋଡ଼ ଉପରେ ଚଢ଼ି ଯାଉଛ କ'ଣ? ତାପରେ କ୍ରିଷ୍ଣା ମୁରଲିକୁ କହୁଛନ୍ତି ମୁରଲି ତମେ ମୋ ଉପରେ ଏମିତି ଚିଲଉଛ କ'ଣ ପାଇଁ? କିଛି ବଡ଼ ଅସୁବିଧା ତ ହେଇନି। ଆଇ ଆମ୍ ସରି ମୁରଲି। ତମ ପାଦ ଉପରେ ମୋ ପାଦଟା ପଡ଼ିଗଲା। ମୁଁ ସେମିତି ଜାଣି ଶୁଣିକି କିଛି କରିନି ମୁରଲି। ସେଥିପାଇଁ ଏତେ ରାଗିବା କ'ଣ ଦରକାର ମୁରଲି? ସେଇ ଟାଇମ୍ରେ ମୁରଲି କ୍ରିଷ୍ଣାଙ୍କୁ କହୁଛନ୍ତି ତମର ଏତେ ସାହସ କ୍ରିଷ୍ଣା? ପ୍ରଥମେ ଗୋଇଠା ମାରୁଛ ତାପରେ ମୋ ସହିତ ଯୁକ୍ତି କରୁଛ ତମେ? ତମକୁ ମୁଁ ଜମାରୁ ବି ଛାଡ଼ିବିନି। ତମର ଏତେ ସାହସ କ୍ରିଷ୍ଣା? ସେଇ ଟାଇମ୍ରେ ମୁରଲିଙ୍କ ମା କହୁଛନ୍ତି ସେମାନଙ୍କୁ ଆରେ ତମେ ଦୁଇଜଣ ଏତେ ବଡ଼ ହେଲଣି ଛୋଟ ଛୁଆଙ୍କ ଭଳିଆ ଦୁଇଜଣ ଯାକ ଝଗଡ଼ା କରୁଛ? ତମେ ଦୁଇଜଣ କ'ଣ ଏଠି ଜାଣିପାରୁନ ତମ ଦୁଇଜଣଙ୍କର ଏଠି ଏଙ୍ଗେଜମେଣ୍ଟ ହେଉଛି ବୋଲି? ଦୁଇଜଣ ପରସ୍ପରକୁ କ୍ଷମା ମାଗ। ସେଇ ଟାଇମ୍ରେ ମୁରଲି ତାଙ୍କ ମାଆକୁ କହୁଛନ୍ତି ମୁଁ କ୍ରିଷ୍ଣାଙ୍କୁ କ୍ଷମା ମାଗିବିନି। ସେଇ ଟାଇମ୍ରେ କ୍ରିଷ୍ଣା ବି କହୁଛନ୍ତି ମୁଁ ମୁରଲିକୁ କ୍ଷମା ମାଗିବିନି। ସେଇ ଟାଇମ୍ରେ ମୁରଲିଙ୍କ ମା ସମସ୍ତଙ୍କ ଆଗରେ କହୁଛନ୍ତି ସେମାନେ ଦୁଇଜଣ ଏମିତି ଗୋଟେ ମୁହୂର୍ତ୍ତରେ ଭଲ ଆଉ ଗୋଟେ ମୁହୂର୍ତ୍ତରେ ଖରାପ। ସେଇ ଟାଇମ୍ରେ ମୁରଲି ଆଉ କ୍ରିଷ୍ଣାଙ୍କୁ ଶାରଦା ଦେବୀ କହୁଛନ୍ତି ଆରେ ତମେ ଦୁଇଜଣ ଇଏ କ'ଣ କରୁଛ? ଆଜି ତମ ଦୁଇଜଣଙ୍କର ଏଙ୍ଗେଜମେଣ୍ଟ। ଝଗଡ଼ା ବନ୍ଦ କରିକି ପରସ୍ପର ଦୁଇଜଣଙ୍କୁ ମୁଦି ପିନ୍ଧାଅ। ସେଇ ଟାଇମ୍ରେ ମୁରଲିଙ୍କ ମା କହୁଛନ୍ତି ରଙ୍ଗିଲା ମୁଦି ନେଇକି ଆସ। ସେଇ ଟାଇମ୍ରେ ମୁରଲିଙ୍କ ସାଙ୍ଗ ମୁଦି ନେଇକି ଆସୁଛନ୍ତି। ସେଇ ଟାଇମ୍ରେ କ୍ରିଷ୍ଣା ମୁରଲିଙ୍କ ହାତରେ ମୁଦି ପିନ୍ଧେଇ ଦେଉଛନ୍ତି। ସେଇ ଟାଇମ୍ରେ ମୁରଲି କହୁଛନ୍ତି ମୋ ସହିତ ଏସବୁ କ'ଣ ହେଉଛି? ସେଇ ଟାଇମ୍ରେ କ୍ରିଷ୍ଣା କହୁଛନ୍ତି ମୁରଲିକୁ ମୁରଲିଙ୍କର କ'ଣ ହେଇଛି କେଜାଣି ସେ କାଲି ରାତିରେ ବି ମୋ ଉପରେ ଏମିତି ଚିଲଉଥିଲେ। ଏବେ ବି ସେ ମୋ ଉପରେ ପୁଣି ଚିଲଉଛନ୍ତି ବିନା କାରଣରେ। ମୁଁ ବୁଝିପାରୁନି ସେ ଏମିତି ମୋ ସହିତ କ'ଣ ପାଇଁ କରୁଛନ୍ତି। ସେ ଖାଲି ମୋତେ ମନେଇବାକୁ ଆସନ୍ତୁ ମୁଁ ଜମାରୁ ବି ମାନିବିନି। ସେଇ ଟାଇମ୍ରେ କ୍ରିଷ୍ଣା ମୁରଲିକୁ କହୁଛନ୍ତି କ'ଣ ହେଲା ମୁରଲି ତମେ କ'ଣ ମୋତେ ମୁଦି ପିନ୍ଧେଇବନି? ସେଇ ଟାଇମ୍ରେ ମୁରଲିଙ୍କ ମା କହୁଛନ୍ତି ତୁ ଏମିତି କାହିଁକି କହୁଛୁ କ୍ରିଷ୍ଣା? ମୁରଲି ତୁ କ୍ରିଷ୍ଣାଙ୍କୁ ମୁଦି ପିନ୍ଧା। ସେଇ ଟାଇମ୍ରେ ମୁରଲି ତାଙ୍କ ମାଆଙ୍କ କଥା ମାନିକି କ୍ରିଷ୍ଣାଙ୍କ ହାତରେ ମୁଦି ପିନ୍ଧଉଛନ୍ତି। ଆଉ ସେଇ ଟାଇମ୍ରେ ମୁରଲିଙ୍କର ମୁଣ୍ଡ ବୁଲେଇ ଦେଉଛି ଆଉ ସେ ବେହୋସ ହେଇକି ପଡ଼ିଯାଉଛନ୍ତି। ସେଇ ଟାଇମ୍ରେ ଘର ଲୋକ ସବୁ ବ୍ୟସ୍ତ ହେଇପଡ଼ୁଛନ୍ତି ଆଉ ତାଙ୍କ ମା କହୁଛନ୍ତି କ'ଣ ହେଲା ତୋର ମୁରଲି? ସେଇ ଟାଇମ୍ରେ କ୍ରିଷ୍ଣା କହୁଛନ୍ତି ମା ଚାଲ ଆମେ ତାଙ୍କୁ ଉପର ରୁମ୍କୁ ନେଇଯିବା। ତାପରେ ଘର ଲୋକ ସମସ୍ତେ ମିଶିକି ମୁରଲିଙ୍କୁ ରୁମ୍କୁ ନେଇକି ଯାଉଛନ୍ତି। ସେଇ ଟାଇମ୍ରେ ଡକ୍ଟର ଆସିକି ମୁରଲିଙ୍କୁ ଚେକ୍ କରୁଛନ୍ତି। ସେଇ ଟାଇମ୍ରେ କାଜଲ ବହୁତ ଡରି ଯାଉଛନ୍ତି ଆଉ ମନେ ମନେ ଭାବୁଛନ୍ତି ଡକ୍ଟର ଯଦି ଜାଣିଯିବେ ମୁରଲି ଭାଇଙ୍କୁ ଅଲଗା ମେଡ଼ିସିନ ଦିଆହେଉଛି ବୋଲି ତାପରେ ମୋର କ'ଣ ହେବ? ସେମାନେ ତ ଏମିତି ମୋତେ ଭରସା କରୁନାହାନ୍ତି। ଯଦି ଧରା ପଡ଼ିଯିବି ନା ଏମାନେ ମୋ ବେଳା ଖରାପ କରିଦେବେ। ସେଇ ଟାଇମ୍ରେ ମୁରଲିଙ୍କ ମା କହୁଛନ୍ତି ଡକ୍ଟର ମୋ ପୁଅର କ'ଣ ହେଇଛି? ସେ ଭଲ ହେଇଯିବ ତ? ସେଇ ଟାଇମ୍ରେ ଡକ୍ଟର କହୁଛନ୍ତି ସେମିତି କିଛି କାରଣ ନାହିଁ। ସେମିତି ଟିକେ ଟେନସନ୍ ହେଇକି ତାଙ୍କ ଦେହ ଟିକେ ଖରାପ ହେଇଯାଇଛି। ମେଡ଼ିସିନ ଲେଖିଦେଇଛି ଆଉ ବ୍ୟସ୍ତ ହେବାର କିଛି ବି ନାହିଁ। ମେଡ଼ିସିନ କଣ୍ଟିନ୍ୟୁ କରନ୍ତୁ ସେ ଜଲ୍ଦି ଜଲ୍ଦି ଠିକ୍ ହେଇଯିବେ।